যিশু ମୋ ପ୍ରାଣର ବନ୍ଧୁ, ତୁମେ ବିନା ଦୟା ସିନ୍ଧୁ। ଭାଗେ ମୋର କାନ୍ଦେ ମୋ ଅନ୍ତର, ଭାଗେ ମୋର କାନ୍ଦେ ମୋ ଅନ୍ତର, ଧୀର ମୁଲତକ ବିନ୍ଦୁ, ତୁମେ ବିନା ଦୟା ସିନ୍ଧୁ। প্রিয় শ্রোতা বন্ধু, এই କିଏ ଏହି ବିଷୟକ୍ରମର 20ତମ ଭାଗରେ ଆପଣଙ୍କୁ ସ୍ୱାଗତ। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 9 ଅଧ୍ୟାୟର 2 ପଦରେ ଆମମାନେ ଏହିପରି ପାଠ କରୁ। ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକି ବହି ତାହାଙ୍କ ନିକଟକୁ ଆଣିଲେ। ପୁଣି ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପ ସବୁ କ୍ଷମା କରାଗଲା। ଏଇଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରନ୍ତି। ଏହି ଘଟଣାରେ ଶାରୀରିକ ରୋଗ ଅପେକ୍ଷା ପାପ କ୍ଷମାକୁ ବିଶେଷ ଗୁରୁତ୍ୱ ଦିଆଯାଇଅଛି। ମନୁଷ୍ୟ ମୁଖ୍ୟତଃ ତ୍ରିତ୍ୱ ଅଟେ, ଯଥା ଆତ୍ମା, ପ୍ରାଣ ଓ ଶରୀର ବିଶିଷ୍ଟ। ଯେପରି ଶରୀରରେ ବିଭିନ୍ନ ପ୍ରକାର ଛୋଟ ବଡ଼ ରୋଗ ହୋଇଥାଏ, ସେହିପରି ଆତ୍ମା ମଧ୍ୟ ଭୟଙ୍କର ଭାବେ ରୋଗଗ୍ରସ୍ତ ଅଟେ। ସେହି ରୋଗ ହେଉଛି ପାପର ରୋଗ। ଯେପରି ଶାରୀରିକ ରୋଗର ସୁସ୍ଥତା ଆବଶ୍ୟକ, ସେହିପରି ଆତ୍ମିକ ସ୍ୱାସ୍ଥ୍ୟ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି ପାପ କ୍ଷମା ଦ୍ୱାରା ଉପଲବ୍ଧ ହୋଇଥାଏ। ଶାରୀରିକ ସ୍ୱାସ୍ଥ୍ୟ ଡାକ୍ତର, ଔଷଧ, ଅସ୍ତ୍ରୋପଚାର ଇତ୍ୟାଦି ମାଧ୍ୟମରେ ଉପଲବ୍ଧ ହୋଇପାରେ। ମାତ୍ର ଆତ୍ମିକ ରୋଗର ଉପଚାର, ପାପ କ୍ଷମା କେବଳ ଜଣଙ୍କ ଦ୍ୱାରା ପ୍ରାପ୍ତ ହୁଏ। ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆମର ପାପ କ୍ଷମା କରିବାର ଅଧିକାର କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ରହିଅଛି, କାରଣ କେବଳ ସେ ମନୁଷ୍ୟର ପାପ ନିମନ୍ତେ ଆପଣା ରକ୍ତ ଢାଳିଦେଲେ। ଏହି ଜଗତରେ ଅନେକ ଭଲ ଲୋକ ଆବିର୍ଭାବ ହେଲେ, ମାନବ ଜାତିକୁ ଉତ୍ତମ ଶିକ୍ଷା ଦେଲେ, ସମାଜ ଦେଶ ନିମନ୍ତେ ସେମାନେ ଲଢ଼ିଲେ। ମାତ୍ର ମନୁଷ୍ୟର ପାପ ନିମନ୍ତେ କେହି ସୁଦ୍ଧା ଆପଣା ରକ୍ତ ଦେଇନାହାନ୍ତି। ପାପ କ୍ଷମା ପ୍ରାପ୍ତିର ଅନ୍ୟ କୌଣସି ସଫଳ ମାର୍ଗ ନାହିଁ। ମିଥ୍ୟା କହିଲେ, ଧର୍ମସ୍ଥଳମାନଙ୍କୁ ଗଲେ, ଉପବାସ କଲେ, ଅନ୍ନଦାନ କଲେ, ଦର୍ଶନ କଲେ, ନଦୀ କିମ୍ବା ସମୁଦ୍ରରେ ବୁଡ଼ ପକାଇଲେ ନିଜକୁ ସନ୍ତୁଷ୍ଟି ଅବଶ୍ୟ ମିଳିପାରେ, ମାତ୍ର ଏହାଦ୍ୱାରା ପାପ କ୍ଷମା ମିଳେ ନାହିଁ। ଯେପରି ସେହି ପକ୍ଷାଘାତ ରୋଗୀର ପାପ କ୍ଷମା ଗୋଟିଏ ମୁହୂର୍ତ୍ତରେ ହିଁ ହେଲା, ସେହିପରି ଆପଣଙ୍କ ପାପ କ୍ଷମା ଆପଣ ଚାହିଁବେ ନାହିଁ କି? ପାପ କ୍ଷମା କରିବା ନିମନ୍ତେ ପ୍ରଭୁ ଯୀଶୁ ପ୍ରସ୍ତୁତ ଅଟନ୍ତି, କିନ୍ତୁ ପାପ କ୍ଷମା ନିମନ୍ତେ ପ୍ରାର୍ଥନା କରିବା ପାଇଁ ଆପଣ ପ୍ରସ୍ତୁତ କି? ପାପ କ୍ଷମାକାରୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସି ତାହାଙ୍କୁ ଗ୍ରହଣ କରନ୍ତୁ, ପାପ କ୍ଷମା ପ୍ରାପ୍ତ ହୁଅନ୍ତୁ, ତଥା ଏହା ଜ୍ଞାତ ହୁଅନ୍ତୁ ଯେ ଏଇ କିଏ।